ମାଟ୍ରିକ ପରୀକ୍ଷାର୍ଥୀମାନେ ମେ ଶେଷ ସପ୍ତାହ ଅର୍ଥାତ୍ 25 ତାରିଖ ସାଧାରଣ ନିର୍ବାଚନ ପରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ମାଟ୍ରିକ ସହ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ଫଳ ଏକକାଳୀନ ପ୍ରକାଶ ପାଇବ। ଫଳ ପ୍ରକାଶନ ସମୟରେ ଛାତ୍ରଛାତ୍ରୀ ଡିଜିଟାଲ ସାର୍ଟିଫିକେଟ ସଂଗ୍ରହ କରିପାରିବେ। ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ବେଡ୍ ପକ୍ଷରୁ ସବୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ କେବଳ ଡିଜିଟାଲ ସାର୍ଟିଫିକେଟ ପାଇବା ସଂକ୍ରାନ୍ତୀୟ ଏକ ସଚେତନତା କାର୍ଯ୍ୟକ୍ରମ ଆସନ୍ତା 18 ତାରିଖରେ କଟକରେ କରାଯିବାକୁ ସ୍ଥିର ହୋଇଥିବା ସୂଚନା ମିଳିଛି। ବହୁ ବର୍ଷ ଧରି ବେଡ୍ ପକ୍ଷରୁ ମାଟ୍ରିକ ପରୀକ୍ଷା ଫଳ ମେ ପ୍ରଥମ ସପ୍ତାହରେ କରେନା ପାଇଁ 2020 ବ୍ୟତୀତ ପ୍ରକାଶ ପାଉଥିବା ବେଳେ ଚଳିତ ବର୍ଷ ଫଳ ପ୍ରକାଶନ ବିଳମ୍ବକୁ ନେଇ ବିଭିନ୍ନ ମହଲରେ ଆଲୋଚନା ହେଉଛି। ଫଳାଫଳ ସହ ଡିଜିଟାଲ ସାର୍ଟିଫିକେଟ ପ୍ରଦାନ ଯୋଜନା ଏହି ବିଳମ୍ବର ପ୍ରମୁଖ କାରଣ ହୋଇଥିବା ବେଳେ ସାଧାରଣ ନିର୍ବାଚନ ଅନ୍ୟତମ କାରଣ ସାଜିଛି ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପୂର୍ବରୁ ବେଲ୍ଡର ପରୀକ୍ଷା କମିଟି ବୈଠକ ବସି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥାଏ। ଏବର୍ଷ ପରୀକ୍ଷା କମିଟି ପାଇଁ ଆସନ୍ତାକାଲି କମିଟି ସଦସ୍ୟମାନଙ୍କୁ ଚିଠି କରାଯିବ। ନିୟମ ଅନୁସାରେ ଚିଠି ଦେବାର 7 ଦିନରେ ପରୀକ୍ଷା କମିଟି ବୈଠକ ବସିଥାଏ ଓ ଏହି ବୈଠକରେ ମାଟ୍ରିକ ପରୀକ୍ଷା ଫଳ ଅନୁମୋଦିତ ହୋଇଥାଏ। ସେହିପରି ଆସନ୍ତା 18 ତାରିଖ ଦିନ କଟକର ରେଭେନ୍ସା କଲେଜିଏଟ୍ ସ୍କୁଲ ଭଳି ପ୍ରମୁଖ ବିଦ୍ୟାଳୟରେ ମିଳିବାକୁ ଥିବା ଡିଜିଟାଲ ପ୍ରମାଣପତ୍ର ବିଷୟରେ ଏକ ସଚେତନତା କର୍ମଶାଳା କରାଯିବାକୁ ବୋର୍ଡ ପକ୍ଷରୁ ଯୋଜନା ପ୍ରସ୍ତୁତି ହୋଇଛି। ଏଥିରେ ପ୍ରମାଣପତ୍ର କିପରି ଡାଉନଲୋଡ୍ କରାଯିବା ସେ ବିଷୟରେ ସଚେତନ କରାଯିବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ ମାଟ୍ରିକ ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଚଳିତ ବର୍ଷ ଫେବୃଆରୀ 20 ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ 4 ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ମାଟ୍ରିକରେ 5,51,611 ଛାତ୍ରଛାତ୍ରୀ, ମଧ୍ୟମାରେ 3,037 ଜଣ ଓ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ପାଇଁ 7,831 ଜଣ ଫର୍ମ ପୂରଣ କରିଥିଲେ। ସମସ୍ତ ପରୀକ୍ଷା 3,037 ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିବା ବେଳେ ଖାତା ମୂଲ୍ୟାୟନ ମାର୍ଚ୍ଚ 15 ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ 30 ପର୍ଯ୍ୟନ୍ତ ଚାଲିଥିଲା। ମୂଲ୍ୟାୟନ ପାଇଁ 15,000ରୁ ଅଧିକ ଶିକ୍ଷକ ନିଯୁକ୍ତି ହୋଇଥିଲେ। ଦର୍ଶକ ବନ୍ଧୁ ଏମିତି ଲାଟେଷ୍ଟ ନ୍ୟୁଜ ଜାଣିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ କରି ଲାଇକ୍ ଏବଂ ସେୟାର କରିବେ। ନମସ୍କାର।